ଲିଖନୀରେ କାହାଣୀ ଆଜିର ଗଳ୍ପ ମହୁ ଫେଣା। ମହେଶ, କାଳିଆ, ମଦନ, କୁଶ, ମଣି ଦିନେ କାଠ କାଟିବା ପାଇଁ ଜଙ୍ଗଲକୁ ଯାଇଥାନ୍ତି। ସେମାନେ ଜଙ୍ଗଲରେ ଗଛ କାଟି କାଟି ବୁଲୁଥାନ୍ତି। ଦେଖିଲେ ଏକ ପଣସ ଗଛରେ ବଡ଼ ମହୁ ଫେଣାଟେ ଅଛି। ସେମାନେ ମହୁ ଫେଣାଟାକୁ ଦେଖି ଲୋଭ ଲାଗିଲା। ଚିନ୍ତା କଲେ, ଆମେ ଏହାକୁ କାଢି ପାରିବା କି? ସେମାନେ କିଛି ଦିନ ପରେ ମହୁ କାଢିବା ପାଇଁ ଆସିଲେ। ଚାରିପଟେ ଅନ୍ଧାର, ଅମାବାସ୍ୟା ରାତି, କିଟିକିଟି ଅନ୍ଧାର। ଏହି 5 ଜଣ ଆଗକୁ ଆଗକୁ ଚାଲୁଥାନ୍ତି। ସେମାନେ ସେଇ ପଣସ ଗଛ ପାଖକୁ ପହଞ୍ଚିଲେ। ସେଇଠାରେ ସେମାନେ ଦେହ ସାରା କରଞ୍ଜିଆ ତେଲ ବୁଳିଦେଲେ। ପରେ କାଠକୁ କପଡ଼ା ଗୁଡ଼ାଇ ମାଟି ତେଲ ବୁଡ଼ାଇ ନିଆଁ ଲଗାଇଲେ। ମହେଶ ଭଲ ମହୁ କାଢି ଜାଣିଛି ବୋଲି ତାକୁ ଗଛ ପାଖକୁ ପଠାଇ ଅନ୍ୟମାନେ ଟିକେ ଦୂରକୁ ରହିଲେ। ମହୁ ଫେଣାଟି କଳା ହୋଇ ତଳକୁ ଝୁଲିଲା ପରି ଦିଶୁଥାଏ। ସେମାନେ ପ୍ରଥମେ ଠିକ କଲେ, ସେଇ ନିଆଁ ହୁଳାଟିକୁ ପ୍ରଥମେ ସେଇ ମହୁ ଫେଣା ଚାରିପଟେ ଘୁରାଇ ଦେବେ ଏବଂ ମହୁମାଛି ଗୁଡ଼ାକୁ ଉଡ଼ିଗଲା ପରେ ମହୁ କାଢି ଖାଇବେ ଓ ଘରକୁ ଆସିବେ। ଏହା ଭାବି ମହେଶ ଆଗ ମହୁ ଫେଣା ପାଖକୁ ନିଆଁ ହୁଳା ଧରି ଗଲା। ସେ ମହୁ ଫେଣା ତଳକୁ ଝୁଲି ବଡ଼ ହୋଇ ଦିଶୁଥାଏ। ଏହା ମଧ୍ୟରେ ଅନ୍ୟ 4 ଜଣ ପରସ୍ପର କଥା ହେଉଥାନ୍ତି। ମହୁ ପ୍ରାୟ 4 ଲିଟର ହୋଇପାରେ। ଅନ୍ୟ ଜଣ କହୁଥାଏ, ନା 5 ଲିଟର ହୋଇପାରେ। ତ ଅନ୍ୟ ଜଣ କହୁଥାଏ, ନା 7। ଏହିପରି କଥୋପକଥନ ଚାଲୁଥିବା ବେଳେ ମହେଶ ମହୁ ଫେଣାଟିକୁ ତଳ ଆଡୁ ନିଆଁ ଲଗାଇଦେଲା। ନିଆଁ ଏତେ ଜୋରରେ ଲାଗିଲା ଯେ ଦୂରରେ ଥିବା 4 ଜଣ ଭାବିଲେ ମହେଶ ଦେହରେ ବୋଧେ ନିଆଁ ଲାଗିଗଲା। ଏହି 3 ଜଣ ମହେଶ ମହେଶ ବୋଲି ଚିତ୍କାର କରୁଥାନ୍ତି। ମହେଶ କହିଲା, ହଁ, ମୁଁ ଠିକ ଅଛି। ମହେଶ ହଠାତ୍ ପଛକୁ ଚାଲି ଆସିଲା। ମହୁ ଫେଣାଟି ଢୁ ହୋଇ ତଳେ ପଡ଼ିଗଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏହି 5 ଜଣ ଭୟରେ ଦୌଡ଼ିଲେ। ମହୁ କାଢିବାକୁ ସାହସ କଲେ ନାହିଁ। ପ୍ରାଣ ବିକଳରେ ସେଇ ରାତି ଘରକୁ ଫେରିଲେ। ଆସିବା ସମୟରେ ସେମାନେ ମଣିକୁ ଗାଳି ଦେଉଥାନ୍ତି। ତୁ କଣ ଦେଖିଲୁ କେଜାଣି? ଆମେ ତୋର କଥାରେ ଜଙ୍ଗଲରୁ ଅମାବାସ୍ୟା ରାତିରେ ଦୌଡ଼ିଲୁ। ଆଜି ଆମେ ମରନ୍ତୁ। ଏହିପରି ମଣିକୁ ଗାଳି କରି କରି ବାଟସାରା ଘରକୁ ଫେରିଲେ। ତା ପରଦିନ ସକାଳ ହେଲା। ସକାଳୁ ସକାଳୁ ଗ୍ରାମର ଅନ୍ୟ ଲୋକମାନଙ୍କୁ ଏହି କଥା କହିଲେ। ଏହା ମଣିକୁ ଆଶ୍ଚର୍ଯ୍ୟ ଲାଗୁଥାଏ ଓ ସେ ପରଦିନ କିଛି ଲୋକଙ୍କୁ ସାଙ୍ଗରେ ନେଇ ସେଇ ପଣସ ଗଛ ପାଖକୁ ପୁଣି ଗଲା। ସେ 2 ଦିନ ପୂର୍ବରୁ ଯାହା ଦେଖିଥିଲା ତା ମହୁ ଫେଣା ଥିଲା। ପରେ ତା ଏପରି କିପରି ହେଲା ତାର ମନରେ ସନ୍ଦେହ ଆସୁଥାଏ। ସେ ଯାଇ ପଣସ ଗଛ ପାଖକୁ ପହଞ୍ଚିବା ସମୟରେ ସେହି ଯୁଗରେ ଆଉ ମହୁ ଫେଣାଟି ନାହିଁ। ସେଇ ଗଛ ଉପରେ ସେଇଦିନ ଭାଲୁ ଚଢ଼ିଥିଲା ଏବଂ ଏହିମାନେ ମହୁ କାଢିବାକୁ ଆସିଥିଲେ। କିଛି ଦିନ ପରେ ଶୁଣିବାକୁ ମିଳିଲା ଯେ ଜଙ୍ଗଲର ଆରପଟେ ଏକ ଭାଲୁ ମୃତ୍ୟୁବରଣ କରିଛି। ଗ୍ରାମର ଲୋକ ଦେଖିବାକୁ ଗଲେ ଭାଲୁଟି ପୋଡ଼ି ଯାଇ ମୃତ୍ୟୁବରଣ କରିଛି। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।